କିଛି ଲୋକ ତ ଏତେ କମଜୋର ହୋଇଥାନ୍ତି କି ଯେତେବେଳେ ରାଗ ଆସିବା କଥା ସେ କାନ୍ଦି ପକାନ୍ତି। ବୟସରେ ଛୋଟ ହେଉଥାଉ କି ବଡ଼, ବାସ୍ତବରେ ସେ ହିଁ ବଡ଼ ହୋଇଥାଏ, ଯାହାର ହୃଦୟରେ ସମସ୍ତଙ୍କ ପାଇଁ ସମାନ ସ୍ନେହ, ଶ୍ରଦ୍ଧା ଆଉ ପ୍ରେମ ଥାଏ। ଇଜ୍ଜତ କେବେ କେଉଁ ମଣିଷର ହୋଇନଥାଏ। ପ୍ରକୃତରେ ଇଜ୍ଜତ କେବଳ ଆବଶ୍ୟକତାର ହୋଇଥାଏ। ଆବଶ୍ୟକତା ଶେଷ ତ ଇଜ୍ଜତ ବି ଶେଷ। ସ୍ୱପ୍ନ ଦେଖିବା ଭୁଲ ନୁହେଁ, କିନ୍ତୁ ସ୍ୱପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ବହୁତ ବଡ଼ ଭୁଲ ହୋଇଥାଏ। ଯଦି ଆପଣ କୌଣସି କାମ କରିକି ବିଫଳ ହେଉଛନ୍ତି, ତାହେଲେ ଜାଣି ରଖନ୍ତୁ ଆପଣ ସେହି ମହାନ ବ୍ୟକ୍ତିଙ୍କ ଭିତରୁ ଜଣେ। କାରଣ ଇତିହାସ ରଚିଥିବା ପ୍ରତ୍ୟେକଟି ମହାନ ବ୍ୟକ୍ତିମାନେ ପ୍ରଥମ ଥର ବିଫଳ ହୋଇଥିଲେ। ଯଦି ଆପଣ ତାଙ୍କ ପରି ହେବାକୁ ଚାହୁଁଛନ୍ତି, ତେବେ ଚେଷ୍ଟା କରିବା ନ ଛାଡ଼ି ବାରମ୍ବାର ଜିତିବାକୁ ଚେଷ୍ଟା କର। ତାହେଲେ ଆପଣ ସଫଳ ହୋଇପାରିବେ। ବାରମ୍ବାର ହାରିଯିବା ଦ୍ୱାରା ମଧ୍ୟ ଆପଣ ଅନେକ ଆଇଡିଆ ହାସଲ କରିପାରିବେ, ଯାହା ଆମକୁ ଭବିଷ୍ୟତରେ କେବେ ହାରିବାକୁ ଦେବ ନାହିଁ। ଗଛରୁ ପଡ଼ୁଥିବା ପତ୍ରକୁ ଦେଖି ଏତିକି ତ ନିଶ୍ଚୟ ବୁଝିହୁଏ, ବୋଝ ପରି ଲାଗିଲେ ନିଜ ଲୋକ ବି ହାତ ଛାଡ଼ି ଦେଇଥାନ୍ତି। କେବଳ ହାତ ଧରିଦେଲେ ଭଲପାଇବା ହୋଇଯାଏନି। ଏମିତି ସାରା ଜୀବନ ପାଖାପାଖି ରହିବାର କଥା ମଧ୍ୟ ଦେବାକୁ ପଡ଼ିଥାଏ। ଯଦି ରାତିରେ କାହା କଥା ମନେ ପଡ଼େ, ତେବେ ବୁଝିଯାଅ ଯେ ସେ ତୁମ ପାଇଁ ଏକ ଦୁର୍ବଳତା ହୋଇଗଲାଣି। ଆଉ ଏଇଟା ଏମିତି ଏକ ଦୁର୍ବଳତା ଯାହାକୁ ଆପଣ ଭୁଲି ପାରିବେ ନା ଆପଣଙ୍କୁ ରାତିରେ ଶୋଇବାକୁ ଦେବ। ପ୍ରେମରେ ଯଦି ଲୁହ ଆସିଯାଏ, ତେବେ ବୁଝିଯାଅ କି ପ୍ରେମ ସଚ୍ଚା ବୋଲି। କାହିଁକି ନା ସଚ୍ଚା ପ୍ରେମ କେବେ ବି ଲୁହ, କଷ୍ଟ ଆଉ ଯନ୍ତ୍ରଣା ଦେଇନଥାଏ। ମଣିଷ ଏହି ଦୁଇଟି ସ୍ଥାନରେ ବାରମ୍ବାର ହାରିଥାଏ। ଗୋଟିଏ ତା ପ୍ରେମ ପାଖରେ, ଆଉ ଦ୍ୱିତୀୟଟି ତାର ପରିବାର ପାଖରେ। ପ୍ରେମର ଅନୁଭବ ଟିକିଏ ନିଆରା ହୋଇଥାଏ। ପ୍ରେମ ଦୂରରେ ଥିଲେ ବି ଭାବନାରେ ପାଖରେ ହିଁ ଥାଏ। ସଚ୍ଚା ପ୍ରେମ କ'ଣ, ଏକଥା କେବଳ ସେ ଜାଣିଥାଏ ଯିଏ କାହାକୁ ବହୁତ ପ୍ରେମ କରିଛି, ପୁଣି ତାକୁ ହରେଇ ଦେଇଛି। ବେଳେବେଳେ ସେହି ମଣିଷ ଆମକୁ ଅଧିକ କନ୍ଦେଇ ଦେଇଥାଏ, ଯାହାର ଖୁସି ପାଇଁ ଆମେ କିଛି ବି କରିବାକୁ ରାଜି ହେଇଥାଉ। ଯାହା ସହଜରେ ମିଳେ, ତାର ମୂଲ୍ୟ ଅଧିକ ଶସ୍ତା ହୋଇଥାଏ। କାହା ପାଖରେ ଅଧିକ ଆଶା ରଖ ନାହିଁ, କାରଣ ତୁମେ ଦୁଃଖରେ ଥିବ, କିନ୍ତୁ କାହାକୁ କିଛି ବି ଫରକ ପଡ଼ିବନି। ଅନ୍ୟମାନେ ତୁମ ବିଷୟରେ କ'ଣ ଭାବୁଛନ୍ତି ତାହା ଜରୁରୀ ନୁହେଁ, କାରଣ ତମେ ନିଜେ କ'ଣ ତାହା ତମେ ନିଜେ ହିଁ ଜାଣିଛ। କାହାକୁ ସାନ୍ତ୍ୱନା ଦେବାର ଆବଶ୍ୟକତା ହିଁ ନାହିଁ। ସାଙ୍ଗମାନେ, କାହାକୁ ଏତେ ବି ସମୟ ଦିଅ ନାହିଁ କି ସିଏ ଆପଣଙ୍କୁ ଫାଲତୁ ଭାବିବାରେ ଲାଗିବ।